କିପରି 40 ଦିନର ଏକ ଯାତ୍ରା 40 ବର୍ଷର ଭ୍ରମଣରେ ପରିଣତ ହେଲା। ଏହା ଖ୍ରୀଷ୍ଟ ପୂର୍ବରୁ ପ୍ରାୟ 1300ରୁ 1400 ପୂର୍ବର ଘଟଣା। ପରମେଶ୍ୱର ଇସ୍ରାଏଲୀମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କଲେ ଏବଂ ଏକ ପ୍ରତିଜ୍ଞା କଲେ। 40 ଦିନ ମଧ୍ୟରେ ତାଙ୍କୁ ପ୍ରତିଜ୍ଞାକୃତ ଦେଶ ଦେବେ। କିନ୍ତୁ ଇସ୍ରାଏଲୀମାନେ କ'ଣ କଲେ? ସେମାନେ ନିଜ ଇଚ୍ଛାନୁସାରେ ଚାଲିଲେ, ଅଭିଯୋଗ କଲେ, ନକାରାତ୍ମକ ଘୋଷଣା କଲେ ଏବଂ ପରମେଶ୍ୱରଙ୍କ ଆଜ୍ଞାକୁ ଅନଦେଖା କଲେ। ଫଳ କ'ଣ ହେଲା? ଯେ ଯାତ୍ରା 40 ଦିନରେ ସମାପ୍ତ ହେବାକୁ ଥିଲା, ସେହି ଯାତ୍ରା 40 ବର୍ଷର ଭ୍ରମଣ ହୋଇଗଲା। ଏହି ଶିକ୍ଷା ଆଜି ଆମ ପାଇଁ ମଧ୍ୟ ଲାଗୁ ହୁଏ। ଯେତେବେଳେ ଆମେ ପରମେଶ୍ୱରଙ୍କ ପଥ ଛାଡ଼ି ନିଜ ଇଚ୍ଛାନୁସାରେ ଚାଲୁଥାଉ, ସାନା ଯାତ୍ରା ମଧ୍ୟ ଲମ୍ବା ଏବଂ କଠିନ ହୋଇଯାଏ। ତେଣୁ ଏହି ନୂଆ ବର୍ଷରେ ଏକ ପ୍ରଶ୍ନ, ଆମେ 40 ଦିନର ଆଶୀର୍ବାଦ ଚାହୁଁଛୁ କି ନା ଚାହୁଁଛୁ କି ନା 40 ବର୍ଷର ଭ୍ରମଣ? ଆସନ୍ତୁ ଏହିଥର ପରମେଶ୍ୱରଙ୍କ ପଥରେ ଚାଲିବା।